ଐତିହାସିକ ଶୈବପୀଠ ଶ୍ରୀ ମୀନାଝୁଲା ଏବଂ ପଦ୍ମପୁରର ମଲ୍ଲିକେଶ୍ୱର ମନ୍ଦିର ପରିସରରେ ପାଣି ବାଣ୍ଟି ଶିବରାତ୍ରି ପାଳନ କଲା ବିପଦର ବନ୍ଧୁ ସଦସ୍ୟମାନେ। ରାୟଗଡ଼ା ଜିଲ୍ଲା ପଦ୍ମପୁରର ବିପଦର ବନ୍ଧୁ ସଦସ୍ୟମାନେ ଆଜି ମହାଶିବରାତ୍ରି ଉପଲକ୍ଷେ ସେମାନେ ପାଣି ବାଣ୍ଟି ଲୋକଙ୍କୁ ବାଣ୍ଟିଥିଲେ ଏବଂ ଶିବରାତ୍ରି ମଧ୍ୟ ପାଳନ କରିଥିଲେ। ଆଜି ହେଉଛି ମହାଶିବରାତ୍ରି। ମହାଶିବରାତ୍ରି ଲାଗି ଚାରିଆଡ଼େ ଭକ୍ତିମୟ ପରିବେଶ ହୋଇଥିଲା ବେଳେ ବିପଦର ବନ୍ଧୁ ଭାଇମାନେ ଜଳଛତ୍ର ଖୋଲି ପାଣି ବାଣ୍ଟିଛନ୍ତି। ଏ ଦୃଶ୍ୟ ହେଉଛି ରାୟଗଡ଼ା ଜିଲ୍ଲା ପଦ୍ମପୁରର ଶ୍ରୀ ମଲ୍ଲିକେଶ୍ୱର ମନ୍ଦିରର ନିକଟ ଦୃଶ୍ୟ। ଆଉ ଏ ଦୃଶ୍ୟ ହେଉଛି ଐତିହାସିକ ରାୟଗଡ଼ା ଜିଲ୍ଲାର ସଙ୍ଗମସ୍ଥଳ ଶ୍ରୀ ମୀନାଝୁଲା ଶୈବପୀଠର ଦୃଶ୍ୟ। ଏଠାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଶ୍ରୀ ମୀନାଝୁଲା ଶୈବପୀଠରେ ରାଜ୍ୟ ତଥା ରାଜ୍ୟ ବାହାରର ଲୋକ ମଧ୍ୟ ଆସି ଦେବଦେବ ମହାଦେବଙ୍କୁ ମୀନକେତନ ରୂପରେ ଏଠାରେ ପୂଜା ପାଇଥାନ୍ତି। ଏଥିପାଇଁ ଭକ୍ତ ମଧ୍ୟ ଏଠାରେ ଦୂରଦୂରାନ୍ତରୁ ଆସି ଗୋଟିଏ ଦିନ ଏଠାରେ ଆସି ପୂଜାର୍ଚ୍ଚନା ମଧ୍ୟ କରିଥାନ୍ତି। ଏତିକି ସମୟରେ ପ୍ରବଳ ଖରା ମଧ୍ୟ ହୋଇଥିଲା। ତେବେ ଦୀର୍ଘ 2 କିଲୋମିଟର ରାସ୍ତା ମୀନାଝୁଲା ଶୈବପୀଠରୁ ଚାଲି ଚାଲି ଟ୍ରାଫିକ୍ ପୋଲିସର ନିୟନ୍ତ୍ରଣ ଲାଗି ଲୋକେ 2 କିଲୋମିଟର ପାଖାପାଖି ଚାଲିଥିବା ଦେଖିବା ମିଳିଥିଲା। ଏହି ସମୟରେ ପ୍ରବଳ ଖରା ହୋଇଥିଲା। ତେବେ ଖରାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବିପଦର ବନ୍ଧୁ ସଦସ୍ୟମାନେ ଶ୍ରୀ ମୀନାଝୁଲା ଶୈବପୀଠରେ ପାଣି ବାଣ୍ଟି ଏଠାରେ ଶିବରାତ୍ରି ପାଳନ କରିଛନ୍ତି। ଏ ହେଉଛି ସେ ଦୃଶ୍ୟ। ବିପଦର ବନ୍ଧୁ ସଦସ୍ୟ ଟିମ୍ ମାନେ 2ଟି ବାଇକ୍ ମାଧ୍ୟମରେ ଏହି 2 କିଲୋମିଟର ରାସ୍ତାରେ ସମସ୍ତ ଲୋକଙ୍କୁ ପାଣି ବାଣ୍ଟି ଏହି ମହତ୍ କାମ କରିଥିବା ସୂଚନା ଦେଇଛନ୍ତି। ତେବେ ଏହିଭଳି କାମ ଆଗକୁ ଜାରି ରହିବ ଏବଂ ଲୋକଙ୍କର ବିପଦର ବନ୍ଧୁ ଭାବେ ସବୁବେଳେ ସାହାଯ୍ୟ ରହିବ ବୋଲି ବିପଦର ବନ୍ଧୁ ସଦସ୍ୟମାନେ ସୂଚନା ଦେଇଛନ୍ତି।